ସକାଳୁ ଉଠି ଆସି ମୋର ଜାମ୍ବରୁ ଚାଉମିନ ଶୁଖୁଛି ସେ ଘରେ ଚାଉମିନ ଶୁଖେଇଥିଲା ସକାଳୁ କାଢ଼ି ଖାଇଲିନି କାଢ଼ିକି ଏଠି ଜରି ପୁରେଇଦେଲି ଅଧା କିଛିଟା ପୁରେଇ ଦେଲିନି। ଆଉ ସେ ଯେଉଁ ଝିଅ ଆସିଛି କାମ କରିବାକୁ ସେ ଝିଅ ମୋତେ ଫୋନ୍ କରିଥିଲା ଏବେ ଯାଉଛି ତାକୁ ନେଇକି ଆସିବି ତାଙ୍କର ସେଠି ଅଟୋ ମିଳୁନାହିଁ ଆଉ ନେଇକି ଆସିଲି ଆହୁରି କାମ ଅଛି। ତାପରେ ଚାଉମିନ ଆହୁରି ଅଛି ସେଠି ଜରି ଗୁଡ଼ା ହେଇଛି ସେ ଜରିର ବସିବ ଓଜନ ହେବ ଆଉ ବହୁତ କାମ ଅଛି ଆହୁରି। ତାପରେ ଯାଉଛି ଉପରକୁ ଯାଉଛି ଶିବାନୀ କହିଥିଲା ମାଛ ମୁଣ୍ଡ ଆଣିବା ପାଇଁ ମାଛ ମୁଣ୍ଡ ନେଇକି ଆସିଲେ ଛେଞ୍ଚଡ଼ା ମାଛ ଛେଞ୍ଚଡ଼ା ହେବ। ଆଉ ଆଜି ବୁଧବାର ମୋର ଆଜି ବୁଧବାର କିନ୍ତୁ ମୋର ଭିଡ଼ିଓ ଅପଲୋଡ଼ ହେବ ଗୁରୁବାର ଦିନ। ଆଉ ଭାବିବନି ଯେ ମୁଁ ପୁଣି ମାନେ ଗୁରୁବାର ଆଇଁଷ ଖାଉଛି ବୋଲି କିନ୍ତୁ ମୋର ବୁଧବାର ଆଉ ଆଜି ବୁଧବାର ଆଜି ମୁଁ କାହିଁକିନା ଟାଇମ୍ ହେଉନାହିଁ ନା କାମ କରିବା ଟାଇମ୍ରେ ଭିଡ଼ିଓ କରିହେବନି ସେଥିପାଇଁ ମୁଁ ଆଜି ଗୁରୁବାର ବୁଧବାର ଭିଡ଼ିଓ କରୁଛି ଗୁରୁବାର ଅପଲୋଡ଼ କରିବି ଭିଡ଼ିଓ। ଆଉ ମୁଁ ଯାଉଛି ଶିବାନୀ ପଇସା ନେଇକି ଯିବି ସେ ଝିଅକୁ ଧରିକି ଆସିବି ଆଉ ମାଛ ବି ଧରିକି ଆସିବି ମାଛ ନୁହେଁ ତ ମାଛ ମୁଣ୍ଡ ନେଇକି ଆସିବି। ଆଉ ଆମେ ଯାଇଥିଲୁ ଯେଉଁ ଗାଁକୁ ଶ୍ୱଶୁର ଘରକୁ ଯାଇଥିଲୁ ଶ୍ୱଶୁର ଘର କିଲେ ଖଣ୍ଡେ ବୁଟ ଡାଲି ଦେଇଛନ୍ତି ଆଣିଲେ ତାକୁ ପକେଇକି ଛେଚଡ଼ା କରିବୁ ଆଉ ଯିବା ଧରିକି ଆସିବା। ଆଉ 9ଟା ବାଜିଲାଣି ଟାଇମ୍ ସକାଳ ଗେଟ୍ ଦେଇଦେଇଛି ଭିତରୁ ହଁ ଖୋଲା ଅଛି ତ ପଇସା ଦେ ହଁ ଲୋ ଉଠି କ'ଣ କରୁଛୁ ହଁ ଉଠି ମୁଁ ଅସାରେ ଭିତରେ ବସିବି ଉଠିଲା ଏବେ ଇଏ ଉଠିଲୁ ମିକୁ ଉଠିଲୁ ଏବେ ଆସିବୁନି କଦିକି ମାଛ ଆଣିଆ ଦେ 9ଟା ବାଜିଲା ମଇଦା ଫଇଦା ଗୁଳି କାମ ଛିଡ଼ା ହେବୁନି ମଶାଟା ଆମେ ଖୋଲି ଦେବୁ। ସକାଳୁ ଉଠିଲା କେତେ ଗେଲ ହେଉଛି କେତେ ଗେଲ ହେଉଛି ଲୋ ବାବା ଆସୁନି ଆଉ ଆସୁନୁ ମାଛ ମୁଣ୍ଡ 2ଟା ଆଣିବି 50 ଟଙ୍କା ଦବ 50 ଟଙ୍କାରେ 2ଟା ହବ କି 3ଟା ହବ 50 ଟଙ୍କା କହିଦେଉଛି କାଇଁ ଏଚଡି ବୁଟ ବନ ଟିକେ ପଛକେ 2-3ଟା ଦୋକାନ ଦେଖିବ ପଛକେ ଟିକେ ଏଡ ହେଇଦିନ ଭଳିଆ ଏଡ ବଡ ମୁଣ୍ଡ ଆଣିବନି ଭିତରଟା ଖାଲି ଫମ୍ପା ଦେଖିବାକୁ ଉପର ପଟ ଜମା ଆଣିବନି ଜମା ମୁଣ୍ଡ ଥିବ ଦେଖି ଯାଉ ଆଣିବେ ନା ଆଉ ଛୋଟ ଆଣିବ ମିଡିୟମ ସାଇଜ ଛୋଟ ମିଡିୟମ ସାଇଜ ଆଣିବ ଡାଲି ବୁଟ ଡାଲି ପକେଇ କରିବୁ ମାଛ ଖାଇବୁ ହଁ ହେଇ ଜଳକା ଭଳିଆ ଅନେଇଛି ମାଛ ଖାଇବୁ ମାଛ ଖାଇବୁ ମାଛ ଖାଇବୁ ହଁ আমাদের পয়সা কাটবে କେତେ ଟଙ୍କା ଅଛି 500 ଆଣିଛୁ 540 ଟଙ୍କା ଖର୍ଚ୍ଚ 460 ଟଙ୍କା ଥିବ ଆହୁରି ଓକେ ହାଇ ଶୋଇବୁ ଆଉ ହଁ ମୋବାଇଲ ମାରୁଛି ମାମା ଦେ କ'ଣ କରୁଛି ପଇସା କାଟୁଛି ମାଛ ଆଣିବା ପଇସା ବାହାରନି ନା କ'ଣ ବଣ୍ଡଲ ଗୋଟେ ରଖିଛି ଯେ ଲୁଚେଇକି ବାହାର ନାହିଁ ଏଇଟା ତ ବୋଉ ଦେଇଥିଲା ନା ଏଇ ବଣ୍ଡଲଟା ଲୁଚେଇ ଦେଉଛି କ'ଣ 1000 2000 ପାଖାପାଖି ଦେଇଛନ୍ତି ମତେ 1300 ଟଙ୍କା ନା ତୁ ମତେ ଗପ ଶୁଣେଇବୁ ବେକାର କଥା ନା ଦେଲୁ ଗଣିଆ 10 ଟଙ୍କା ଦେବି ତତେ ତତେ କହିଦେଲେ ତୋ ବାପା ପଇସା ଦେଲେ ତୋର ଆଉ 10 ଟଙ୍କା ଦବୁନି ମତେ ଆଉ ମୋର ପଇସା ହେଲେ ନେଇଯିବୁ ଆଉ ସବୁ ବୁଝିକି ନେଇଯିବ ତୋ ମାମା ପଇସା ଦେବୁ ନାହିଁ ନିଜେ ଗୋଟେ 100 ଟଙ୍କାଟା ଏରେ କାଢୁଛି କେତେ କ'ଣ ବେଶୀ ହବ 50 ଟଙ୍କା ତ ହେଇଛି ନା କ'ଣ ନା 2ଟା ଆଣିବ କମ ବେଶୀ କାହିଁକି ହବ 50 ଟଙ୍କାର ଆଣିବ 50 ଟଙ୍କାର
ଶହେ ଟଙ୍କା ତ ଭାରି କଷ୍ଟ ହେଉଛି ଖାଇଲା ବେଳକୁ ଭଲ ସେ ଖାଇବ ମାଛ ମୁଣ୍ଡ ତ ମାହାଳିଆ ଦେଇଦେବେ ଖାଇବ ଯେ ତା ହଁ ଖାଇବନି ମାଛ ମୁଣ୍ଡ ତ ତୋ ମାମାକୁ ମାହାଳିଆ ଦେଇଦେବେ ନା ଆମକୁ ହଁ କହୁନୁ କ'ଣ କହ ମୋବାଇଲଟା ମାରୁଛି ଖାଲି ଏଇଟା କହୁନୁ ଯେମିତି 50 ଟଙ୍କାର ହବ ସେମିତି ଆଣିବ ହେଲା। ମାଛ ଖାଲା ମାଛ କାଟି ଖାଇଦେ ତା ମୁଣ୍ଡ ଆଣିବ ମୁଣ୍ଡ ହବ ଯାଏ ଛୋଟ ଛୋଟ ତିନିଟା ମୁଣ୍ଡ ଆରାମସେ ହବ ହେଲା। ଯା ମାମା ଦେଇକି ଯା ମୁଁ ଆସେ ମାଛ ନେଇକି ଆସିଲେ ଖାଇବା ବାପାଙ୍କୁ ଦେ ବାପା ନିଅ ମାଛ ମୁଣ୍ଡ ଆଣ ଦେ ତୋର କ'ଣ ଆଣିବି କହିଦେ କିଛି ନାହିଁ ମୋର କିଛି ନାହିଁ କହିଦେ ମୋର 5 ଟଙ୍କିଆ ଫୁଟି ଗୋଟେ କୁରକୁରି ଗୋଟେ କହିଦେ ମୁଁ ସନ୍ଧ୍ୟାକୁ ଆଣିବି ଗୋଟେ 5 ଟଙ୍କିଆ ଫୁଟି ଆଉ ଗୋଟେ କୁରକୁରି କୁକୁଇ ଜରା ସକାଳୁ ଉଠି ପଇଲା କୁକୁଇ ଖାଇବ ପାଠ କାହିଁ ପାଠ ପଢୁନୁ ବହି ଆସିଲା ବହିକି ଏଇଠି ଝୁଲେଇଛି ଦେଖ ଜଲ୍ଦି ଯାଅ ସିରିକି ଥୁଇ ସବୁ ଏଠି ହଁ ଜଲ୍ଦି ଯା ମାଛ ମୁଣ୍ଡ ସରିଯିବ କେକ୍ ଖାଇଲୁଣି କେକ୍ ପାଇଛି ଏଠି ଖାଇଦେବା ଆମ୍ବଟା ଯାଇଥିଲି ଫସିଲା ଆଣିଛି ସେଇ ଗଛ ତାଙ୍କ ଯାଇଥିଲେ ଡାଳ ଆଣିବାକୁ ଭାଉଜ କହିଥିଲେ ସେ ଖସିଥିଲା ସେଇଠି ଗୋଟେ ପଡ଼ିଥିଲା ହଁ ବାସୁ ତ ବଢ଼ିଆ ଖାଇକି ଦେଖୁନ ଟିକେ ଖାଉନ ଯାଇ କାମ ଅଛି କହୁଛୁ ବାଟରେ ପାଚିଲା ଆମ୍ବ ପାଉନ ଗଛ ଗଛ ନାହିଁ ଏଇ ଯୋଉ ଛତ୍ର ବଜାରକୁ ଆସୁଥିବ ତ ଦେଶୀ ଆମ୍ବ ଗିଡିରି ଆମ୍ବ ଆସୁଥିବ କମ ରେଟରେ ମାନେ ଧଳା ହିସାବରେ ଦଉଥିବେ ଏଠି ସେମିତି ସିଷ୍ଟମ ନାହିଁ ତମ ସେପଟେ ସିନା ଆମ୍ବ ଗଛ ପ୍ରବଳ ଦେଇଦିଅନ୍ତି ଏଠି କିଲୋ ହିସାବରେ ନାଇଁ ଏଠି ଯୋଉ ମାନେ କଟକ ଆଉ ଖାଲି ସହର ଅଛି ନା ଆସୁନି କି ଏଇ ଯୋଉ ଟିକେ ଏଇ ଗାଁ ପାଖାପାଖି ଗାଉଁଲି ଏଇ ଜାଗାରୁ ଆସୁନାହାନ୍ତି ନା ଆମ୍ବ ଛୋଟ ଛୋଟ ଆମ୍ବ ଗାଉଁଲିରୁ କିଲୋ ହିସାବ ଆଉ କେମିତି ତମେ ଏଇ ଯୋଉ ଏଇ ସୁନସୁନିଆ ଶାଗ ଖଡା ଶାଗ କେମିତି ଆଣୁଛନ୍ତି ଏଇ ଗାଁ ପାଖାପାଖି ଗାଉଁଲି ଅଛି ନା ଏଇ ପାଖାପାଖି ଗାଉଁଲିରୁ ଯୋଉଦିନ ମିଳେ ସେଦିନ ଯୋଉଦିନ ମିଳେ ସେଦିନ ନାଇଁ ଆସିବ ଏଇ ଛୋଟ ଛୋଟ ଆମ୍ବ ଆସିବ ଆରେ ଖାଲି କଟକରେ ଖାଲି ସହରଟା ଅଛି ନା ପାଖାପାଖି ଗାଉଁଲି ନାହିଁ ନା ଗାଉଁଲିରୁ ଆସୁଛନ୍ତି ସୁନସୁନିଆ ଶାଗଟା କେମିତି ଆଣୁଛନ୍ତି ସବୁ ଚାଷ କରିକି ଆଣୁଛନ୍ତି ଗାଉଁଲି ବି ଅଛି ନା ଖାଲି ଯାଏ କେତେ ଟଙ୍କା ଦେଖୁ କେତେ ପଇସା 50 ଟଙ୍କା ଭିତରୁ ଆଣିବ ହେଲା କାହିଁକି କହିଲେ ଟିସୁ ଆସିବ 50 ଟଙ୍କାରେ ମୁଣ୍ଡ ଯାହା ହବ 50 ଟଙ୍କା କୋଉଠି 50 ଶୁଣ 50 ଟଙ୍କାରେ 2ଟା ହଉ କି 3ଟା ହଉ ଯାହା ହବ ଆଣିବ 50 ଟଙ୍କାରେ କିନ୍ତୁ ଏତେ ବଡଟା ଆଣିବନି ବଡ ଆଣିବ ଟିକେ କଷ୍ଟ କରିବ ଆଉ ଗୋଟେ 2ଟା ଦୋକାନ ଦେଖିବ ୟା ପାଖରେ ଗୋଟେ ତା ପାଖରେ ଗୋଟେ କରିକି ଆଣିବ ପଛକେ କିନ୍ତୁ ଏତେ ବଡଟା ଆଣିବନି ବାପା ଜଲ୍ଦି ଯାଅ ଆଣିବ ହଁ ଯାଉଛି ବଡି ଛେଚା କରିଦେଲେ ପଖାଳ ଖାଇବ ହଁ ମାଛ ଆଣିବା ଯାଉଛି ଟିକେ ପ୍ରବଳ ଟ୍ରାଫିକ୍ ଆମ ଟ୍ରାଫିକ୍ଟା ଅଛି ନୂଆ ବଜାରଟା ଆମର ଟ୍ରାଫିକ୍ ପ୍ରବଳ ଯେତେବେଳେ ଆସିଲା ବେଳକୁ ସେ ଝିଅ ଯେତେବେଳେ ଆଇଲି ସେତେବେଳେ ଟ୍ରେନ୍ ଗେଟ୍ ପଡ଼ିଯାଉଛି ଏବେ ଟ୍ରେନ୍ ଯାଉଛି ଲୋକ ଛିଡ଼ା ହେଇଛନ୍ତି ଅବିକା ଟ୍ରେନ୍ ହେଇଯାଉଛି ସବୁବେଳେ ଟ୍ରେନ୍ ପଡ଼ିଯାଉଛି ଯେତେବେଳେ ଆଇଲା ବେଳକୁ ସବୁ ଛିଡ଼ା ହେଇଛନ୍ତି ସବୁ ଗଛଟା ଆସୁଛି ଛାଇରେ ସବୁ ଛିଡ଼ା ହେଇଛନ୍ତି ନହେଲେ ଖରାର ସବୁ କିପରି ଛିନ ଛତ୍ର ହେଇଯାଆନ୍ତି ସବୁ ଯେତେବେଳେ ଆସିବ ସେତେବେଳେ ଟ୍ରେନ୍ ଗେଟ୍ ପଡ଼ିଯାଉଛି କାଲି ତ ଆସିନି କାଲି ଟ୍ରେନ୍ ବା ଡାଇରେକ୍ଟ ମାନେ ଛିଡ଼ା ହେଇଥିଲା ଆଜି ଆଜି ଯାଉଛି ଟ୍ରେନ୍ ହଉ ଯିବା ତ ଏଇ ଯୋଉଟା ପଳେଇ ଆସିବା ଲେଟ୍ ହେଲା ଟିକେ 9:30 ବାଜିଲାଣି ଯେତେବେଳେ ଆସିଲା ବେଳକୁ ସେ ଝିଅ ଯେତେବେଳେ ଆଇଲି ସେତେବେଳେ ଟ୍ରେନ୍ ଗେଟ୍ ପଡ଼ିଯାଉଛି ଏବେ ଟ୍ରେନ୍ ଯାଉଛି ଲୋକ ଛିଡ଼ା ହେଇଛନ୍ତି ଅବିକା ଟ୍ରେନ୍ ହେଇଯାଉଛି ସବୁବେଳେ ଟ୍ରେନ୍ ପଡ଼ିଯାଉଛି ଯେତେବେଳେ ଆଇଲା ବେଳକୁ ସବୁ ଛିଡ଼ା ହେଇଛନ୍ତି ସବୁ ଗଛଟା ଆସୁଛି ଛାଇରେ ସବୁ ଛିଡ଼ା ହେଇଛନ୍ତି ନହେଲେ ଖରାର ସବୁ କିପରି ଛିନ ଛତ୍ର ହେଇଯାଆନ୍ତି ସବୁ ଯେତେବେଳେ ଆସିବ ସେତେବେଳେ ଟ୍ରେନ୍ ଗେଟ୍ ପଡ଼ିଯାଉଛି କାଲି ତ ଆସିନି କାଲି ଟ୍ରେନ୍ ବା ଡାଇରେକ୍ଟ ମାନେ ଛିଡ଼ା ହେଇଥିଲା ଆଜି ଆଜି ଯାଉଛି ଟ୍ରେନ୍ ହଉ ଯିବା ତ ଏଇ ଯୋଉଟା ପଳେଇ ଆସିବା ଲେଟ୍ ହେଲା ଟିକେ 9:30 ବାଜିଲାଣି ଗେଟ୍ ଖୋଲା ସବୁ ସାଙ୍ଗେ ସାଙ୍ଗେ ସଫା ହେଇଗଲେ ଆଉ କୁଆଡ଼େ କୁଆଡ଼େ
ଭଡ଼ା କରିଦେବେ, ଭଡ଼ା କରି ଦେଇଦିଅ କାଟି। ସେ ଝିଅର ଗାଁରେ ଆସି ପହଞ୍ଚିଲେନି। ସେ ଝିଅ ଫୋନ୍ କରିଥିଲେ ଏବେ ଆଉଛି ବନ୍ଧ ଉପରକୁ। ଏଇ ଯେଉଁ ବାଇକ୍ ଯାଉଛି ସେଇଠିକି ସେ ଆସିବ। କହିଲେ ମାଛ ନେଉଛି ନେଇ ସାରେ ଆସିବ ଆଉ। ମାଛ ନା ମାଛ ମୁଣ୍ଡ ଆସୁ ଯିବା ଆଉ। ସବୁ ମାଛ ଚିକେନ ସବୁ ଅଛି। ତାଙ୍କ ସାହିଟା ତା ସାହି। ହଁ ଦିଅ। ପେଟି କାଢ଼ିବି, ପେଟି କାଢ଼ିବି ନା କାନ ମାଛ ରହିଲା ଏବେ ଯିବା ଆଉ। ଅଣ୍ଡାଟା ଭାଙ୍ଗିଯିବ, ଅଣ୍ଡା ଥିବ। ଏଇଟା ହେଲା ବାଲି ସାହି। ଆଗକୁ ଅଛି ଅଭିରା। ଏଇ ରାସ୍ତା ସିଧା ଗଲେ ଅଭିରାମ ମନ୍ଦିର ପଡ଼ିବ। ଆଉ ଆଗକୁ 42 ମୌଜା, କଟକ 42 ମୌଜା ଆଗକୁ ଅଛି। ଅଭିରାମ ମନ୍ଦିର ସେ ଆଗକୁ ପଡ଼ିବ। ସେଇଟା ତାଙ୍କ ବାଲି ସାହି ରହୁଛନ୍ତି। ଆଉ 15 ମିନିଟ୍ ହେଲା ଫୋନ୍ କଲି ଏତେବେଳେ ଆସିନାହିଁ। ସେ ମୁଁ ଆଉ ଥରେ ଫୋନ୍ କରିଛି ଦେଖିବା। ଛିଡ଼ା ହେଇଛି ଆସି ମାଛ ଧରି ଏତେବେଳେ ଆସିନାହିଁ। ମ୍ୟାଡ଼ାମ୍ ଏବେ ବାହାରିକି ଆଉଛନ୍ତି, ଚାଲି ଚାଲି ଆଉଛନ୍ତି ଏଇଠି। ଭାଇ ଆସୁଛନ୍ତି ମ୍ୟାଡ଼ାମ୍। ମ୍ୟାଡ଼ାମ୍ ଆଉଛନ୍ତି ଚାଲି ଚାଲି। 15 ମିନିଟ୍ ଆସି ଛିଡ଼ା ହେଇଛି। ମ୍ୟାଡ଼ାମ୍ ଏବେ ଚାଲି ଚାଲି ଆଉଛନ୍ତି। ଆସନ୍ତୁ ଆଉଛନ୍ତି ମ୍ୟାଡ଼ାମ୍ ଚାଲିଛି ହଲି ହଲି ଆଉଛନ୍ତି ଆଉ। କାମକୁ ଯିବେ ଆଉ। ମାଲିକ ତ ଗାଡ଼ି ପଠେଇଛି ଆଉ। ଲେଟ୍ ହେଲେ ଚଳିବ। ଆସୁଛନ୍ତି ଆଉ ହଲି ହଲି ଆଉ। ଆସନ୍ତୁ ମ୍ୟାଡ଼ାମ୍ ଖରାରେ ଆଉଛନ୍ତି ତ ବାହାରି। ଛତା ପାଣି ବୋତଲ ଛତା ଧରିକି ଆସିବାର ଥିଲା। ଆଉ ଆସି ପହଞ୍ଚିଲେଣି ଯିବେ ଏବେ ଆଉ। କାଇଁ କେଉଁଠି କିଏ ଖାଇବ? ଥଣ୍ଡା କୁରକୁରି କିଏ ଖାଇବ? ଚାଲ 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 ମାମା ଦିଟା ଚାଲ। ତ ଗାଡ଼ି ଚଲାଉଥିଲୁ? ଓହୋ। ମାଛ ନେଲା କେତେଟା ପିସ୍ ଦେଇଛି? ମୁଁ ଦେଖୁଛି ଏଇନିକା ଦେଖି। ହଁ ଦୁଇଟା ଦେଇଥିଲା ଆଜି ଫାଳ କରି। ଦୁଇଟା ଦେଇଥିଲା 50 ଟଙ୍କା ନେଲା। ମାନେ ଦିଟା ମୁଣ୍ଡ ନା କଣ? ହଁ ଦୁଇଟା ମୁଣ୍ଡକୁ 50 ଟଙ୍କା। ଛୋଟ ଦିଟା ମୁଣ୍ଡକୁ 50 ଟଙ୍କା? ତୁ କହୁଥିଲୁ ଗୋଟେ ମୁଣ୍ଡକୁ ବା ତମେ କହୁଥିଲ 20 ଟଙ୍କା। ହଁ ଗୋଟେ ମୁଣ୍ଡକୁ 20 ଟଙ୍କା। ହେଲେ ପଇସା ନାହିଁ। ଉଡ଼ିଯିବ ପଇସା। ପୁରା ପଇସା ଗୁଡ଼ା ଏଠି ପୁରା ଖଡ଼ ଖଡ଼ିଆ ପୁରା। 10 ଟଙ୍କା ଦେଇଛି ବୋଲି। ହଁ ଫୁଟି ପିଉ। ଏଇ ତୋର କୁରକୁରି ନା ଆଉ ଫୁଟି। ହଁ ପିଉ। ହଁ ବା ଫୁଟି ପିଇବୁ। ଚିପିବୁନୁ ପଡ଼ିଯା। ମାଛଟା ଖରାପ ଅଛି ଭଲ କେଜାଣି। ଜରିଟାକୁ ଧରି ପକେଇଲି ଯେ କେଡ଼େ ଜୋରେ ଗନ୍ଧୁଥିଲା। କାଟିକି ଦେଲା ନା ସାଙ୍ଗେ ସାଙ୍ଗେ। ଖରାପ କାହିଁ ହବ ମାଛ? କ'ଣ ଅଛି? ଖରାପ ମାଛ ଲୋ ଦେଖ। କାଲିକା ମାଛ ଦେଇଦେଇଛି। କାଲିକାର? ଗନ୍ଧୁଛି କେଡ଼େ ଜୋରେ। ଦେଖ ସେ ମାଛକୁ ଦେଖ କାଲିକାର। କି ଗନ୍ଧ। ଶୁଙ୍ଘୁନା ଟିକେ। ଶୁଙ୍ଘିବ ଗନ୍ଧ ହେଉଛି ତୁ ଦେଇଛି ଆଉ। ମାରିଦେଲା ଆଉ ପଟି ଆଉ। ତୁ ଦେଖିକି ଆଣିଲନି କି? ହଁ ମୁଁ ଦେଖିକି ଆଣିଛି। ମୁଁ ଜାଣିପାରିଲିନି ଆଉ। କୋଉଠୁ ଆଣିଲ? ମୁଁ ତାଙ୍କ ସେ ବନ୍ଧରୁ ଆଣିଲି। ବନ୍ଧରୁ କାହିଁକି ଆଣିଲ? ଏଇଠି କୁହ ସେଇଠି ଜାଣିଲି ତ। ବଜାର ଉପରୁ ଦେଖିକି କୋଉଠୁ ଆଣିଲନି? ଆରେ ତ ମନେ ଅଛି ନା ଯେତେ ଥର ତାଙ୍କ ଏଇ ବନ୍ଧରୁ ଆଣୁଛୁ ସବୁଥର ଖରାପ ପଡୁଛି। ଆଉ ଆଣିବି ନା 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 ମୁଁ ପିଇବୁନି। ସେଟା ଫୁକ ଜରି ଧରୁ ଧରୁ ଗନ୍ଧ। ମାଛ ଆଣିଲି ଯେ ଦେଖିଛି କିନ୍ତୁ ମୋର ଆଉ ଏତେ ଲକ୍ଷ୍ୟ ନାହିଁ। ନା ତମେ ଜାଣୁଛ ଏଇ ବନ୍ଧରୁ ତମେ ଯେତେ ଥର ଆଣିଛ ସବୁବେଳେ ଖରାପ ପଡେ। ସବୁବେଳେ ଯେତେବେଳେ ତମେ ଆଣ ବନ୍ଧରୁ ତମେ ନିଜେ ଦେଖୁନ। ସେଇଟା ଯୋଉଟା ଖରାପ ଏଇଟା ଫୁକା ଦେ। ହଁ ଫୁପା ତାର ଗୋଟେ କେମିତି ଖରାପ? ତାର ତ ଗୋଟେ ସବୁ ତକ ଖରାପ ଦେଖୁନ ନିଜେ। କାହିଁକି ଦେଖ ସେଇଟା ଭଲ ମାଛରୁ କାଟିକି ଦେଲା। ଏଇଟା କାଟିକି ଦେଲା। ଆଉ ଗୋଟେ ମାଛରୁ କାଟିକି ଦେଲା। ସେଇଟା ଥିଲା ଆଗରୁ ଦେଲା କାଟିକି। ଶୁଙ୍ଗୁନ ଗନ୍ଧୁଛି। କାହିଁକି ସବୁବେଳେ ବନ୍ଧଠୁ କଣ ଶସ୍ତା ପାଉଛ ନା କଣ? ସବୁବେଳେ ବନ୍ଧଠୁ ଧରିକି ମୁଁ କହିଲି ସେଇଠୁ ନେଇକି ପଳେଇବି। ଆମ ଏପଟେ ତ ବଜାର ନାହିଁ। ଇଆଡ଼େ ଯିବାକୁ ପଡ଼ିବ ପଛକୁ।
ପଛକୁ ଆଉ ଖାଇବା ଗୋଟେ ମଣିଷ ଆଉ ଖାଇବନି ନା ଯିବନି ଆଉ ଆଣିବାକୁ ପଛକୁ ଆଉ ଆଗକୁ ଆଉ ଆଣିବ ଗୋଟେ ଜିନିଷ ନା ନା ମୁଁ ଖାଇବିନି ତମେ ଖାଇଯାଅ ଆଉ ଗୋଟେ ଜିନିଷ ଆଣିବ ଯିବନି ନା ଆଣିବାକୁ ଆଣିଲେ ଆଉ ଖାଇବା ତ ଆଉ ଗଲେ ହେରି ଟିକେ ଅସୁବିଧା କ'ଣ ଏ ଦିଟା ଯାକ ହବନି ଆଉ ଗୋଟେ ଆଣିବ ବୋଲେ ଦିଟା ଯେତିକି ହଉଛି ସେତିକି କରିଦେ ରଖୁ କାଢ଼ିଦେ ଯାଇ କାମ କରିବୁ ଅଶାନ୍ତି କରିବ ରହ କାଟିବା ପରେ ବାପା ବୋଧେ କାଟିବ ସେ କାଟିଲା ଯୋଉ ତମେ ଏଠି ଦେଖିକି ଜାଣିବା କଥା ବା ଖରାପ ମାଛ ଏଠି ଦେଖାଯାଉଛି ଆଖିକି ଜଳ ଜଳ ତ ତା ପାଖକୁ ନେଇକି ଯାଉନ ଫେରେଇକି ଆଣିବ ତୁ କହିବ ଭଲ କି ମୁଁ ଯାଏ ଦେଖାବ ତ କହି କାଇଁ ଯା ତ ଭଲ କହିକି ଆଣି ତ ବଦଳ କାଇଁ ତମେ ଯଦି ନେଇକି ଯିବ ସେ ଦବ ୟା ଏତେ ଠକ ସେ ବୁଢ଼ୀଟା ଠକେଇ ଦେଲା ମତେ ମାଛ ଦିଟା ମୁଣ୍ଡା ଯେତେ ଗୋଟେ ମୁଣ୍ଡ ଖରାପ ହେଇଯାଇଛି ଶୁଣ ତମେ ଆମେ ପଇସା ଦେଇକି ଆଣିଛ ତମେ ଏବେ ନେଇକି ଗଲେ ହଁ ନେଇକି ଯିବି ବାଲି ହେଇକି ଯିବି ଏତେ ବାଟ ନେଇକି ଯିବି ଜାଣିପାରୁନି ବୋଧେ କ'ଣ ନେଇକି ଯିବି କ'ଣ ଏଇଠି ହେଇଛି କ'ଣ ନେଇ ଫେରା ଦେଇ ଆସିବି ବାଲି ସେ ପୁଣି ଯିବି କ'ଣ ଆଉ ଥରେ ଯିବି ନା କ'ଣ ସେ ଦିଟା ଫୁକା ଦେ ସେ ସରିଲା ଦେ ସେ ଖାଇଦେ କୁକୁର ଆଉ ଯେଉଁଟା ଭଲ ଅଛି ସେଇଟା କରିଦେ ଅଳ୍ପ ଟିକେ ଦେଖିକି ବେଶୀ କର ନା ଅଳ୍ପ ଟିକେ ଦେଖିକି କରିଦେ ଗୋଟେ ଯେତିକି ସେତିକି କରିଦେ ଯେତେ ଖରାପ ଆଉ ଆଣିବିନି ସବୁବେଳେ ତାର ତ ସେମିତି ଆଣିଥିଲି ଥରେ ମାଛ ମୁଣ୍ଡରେ ପୋକ ହେଇଯାଇଛି ସିଏ ଗୋଟେ ଖରାପ ପୁଣି ଆଜି ମୁଣ୍ଡ ନେଇକି ଯାଇଛି ମୁଣ୍ଡ ବି ଖରାପ ହେଇ ଆଉ ଥରେ ଦିଥର ଥରେ କ'ଣ 3-4 ଥର ଆଣିଛ ଥରେ ତ ମୁଣ୍ଡ ପୋକ ପଇଲା ଖରାପ ପଇଲା ଆଉ ଥରେ ମନେ ଅଛି ନା ସବୁତକ ମାଛ ମିଳି ଯାଇଥିଲା ସେଟା ଏଠୁ ଆଣିଥିଲି ଆମ ବଜାରରୁ ଏଇଟା ତ ରାତିରେ ଯୋଉ ଆଣିଥିଲ ସେଇଟା ସିନା ନାଇଁ ଆଉ ଥରେ ତା ହାତରେ ଯୋଉ କହିଥିଲ ପୁରା ଖରାପ ମାଛ ପଡିଥିଲା ଆଉ ଆଣିନି ନା ସବୁଠୁ ସେ କଣ କହିଲେ ତାଙ୍କର ଏଇ ଗାଉଁଲି ଲୋକ ସେ ଯେତିକି ନ ବିକ୍ରି ହଉଛି ରଖି ଦଉଛନ୍ତି ସକାଳକୁ ପୁଣି ଯୋଉ ବିକ୍ରି ଦଉଛନ୍ତି ସେ ମାଛ ଖରାପ ହେଇଯାଉଛି ସେ ସାଇ ଲୋକ ବେପାର କରୁଛନ୍ତି ବସ୍ତି ଲୋକ ସେ ଯୋଉରା ବଳୁଛି ସବୁ ରଖି ଦଉଛନ୍ତି ଫ୍ରିଜ ନଥିବ ତାଙ୍କର ସେ ଦିଟା ଫୁକାର ଦେ ଯୋଉ ଗୋଟେ ଭଲ ଅଛି ସେ ଗୋଟେ କରିତେ ଏଇ ଗୋଟେ ମୁଣ୍ଡ ଭଲ ଅଛି ଏ ପୁରା ଖରାପ ହେଇଯାଇଛି ପୁରା ଖରାପ ତମେ ଯୋଉଠି ମାଛ ଦେଖିବ ଧରିକି ଏମିତି ଟିକେ ଶୁଙ୍ଘିକି ଦେଖିବ ପଛେ ଆଉ ସେ ମାଗିଲେ କ'ଣ ଟିକେ ପାଣି ହାତକୁ ଦବନି ନା ଧୋଇବାକୁ ଯୋଉଠି ଦେଖିବ ମାଛ ଅବାଗିଆ ଖାଇକି ଆଣିବି କହୁନୁ ଆରେ ଖାଇବ କ'ଣ ଦେଖିବ ଗୋଟେ ମାଛ ଫରକ ତମେ ଜାଣିପାରିବନି ଭଲ ମାଛ କେମିତି ଦେଖାଯିବ ଖରାପ ମାଛ କେମିତି ଦେଖାଯିବ ଦେଖିବ ଏଇ ମାଛଟାକୁ ଯିଏ ଦେଖିଲେ ଦେଖୁ ସେ ଗନ୍ଧ ନ ହଉ ଯିଏ ଦେଖିଲେ ବା ଯିଏ ହେଲେ ଜାଣିଦବ ଏଇଟା ଖରାପଟା ବୋଲି ଦେଖୁ ଦେଖିକି ତମେ ଯୋଉ ମାଛ ଦେଖିବ ଟିକେ ମାନେ ଅବାଗିଆ ଲାଗିବ ଡାଉଟ ଲାଗିବ ତାକୁ ଧରିକି ଟିକେ ଦେଖିକି ଶୁଙ୍ଘିକି ଆଣିବା କଥା ଯୋଉଠି ବି ହଉଛି ହଉ ଏଠି କ'ଣ ପାଣି ଟିକେ ମାଗିଲେ ଦବନି ନା ହାତ ଧୋଇବାକୁ ଗଲା ନାଇଁ ନା ବେକାର ପଇସା କରିବା ଓହୋ ଆଣିଛ ଜାଣିନ ଆଉ କ'ଣ କରିବା ସେ ଦିଟା ଫୁକା ଦେ ଏଇଟା କରିଦେ ମୁଁ ଯାଉଛି କରିବୁ କ'ଣ ଲ ଦେ ଗାଡ଼ି ଚାବି ଦେ ମୁଁ ଆଉ ଯିବିନି ଦେ ଦେଇଦେବା ତାଙ୍କ ଗାଡ଼ି ଚାବି ଦେ ଲାଷ୍ଟକୁ ମାଛ ଆଣିଥିଲି ମାଛ ମୁଣ୍ଡ ଦିଆଗଲା କାହାକୁ ଦଉ କୁକୁରୁ ଅଛି ଫୁକା ଦେ ସେ ହଁ ସେ ଆସେ ଫିଟଉନ ଟିକେ ଏଇଟା ଫୁକୁଡ଼ା ହେଇଗଲା ମାଛ କିଛି ଲାଭ ହେଲାନି ମାଛ ନେଇକି ଆସିଥିଲି ଫୁକୁଡ଼ା ହେଇଗଲା କାହିଁକି ହଁ ଏଠି ଲାଷ୍ଟ କୁକୁର ମାଛ ଖାଇଲା ଆମର ଆଖି ଲକ୍ଷ୍ୟ ଅଛି ସିଏ ଗନ୍ଧଉଛି ସିଏ ଦୌଡ଼ିକି ଆସି ଖାଇବ ପାଉନି ବାଟ ପାଉନି ଏଇଠି ପଡ଼ିଛି ନେଇ ବୋତଲ ଫୁଟି ବୋତଲ ଖାଉଛି କୋଉଠି ଖାଉଛି ସେ ଗନ୍ଧଉଛି ସେ ଜାଣିଯିବ ମାଛ ପାଉନି ଫିଙ୍ଗା ଗୋଟେ ପାଇଗଲା ଗୋଟେ ପାଇଲା ଖାଉଛି ଆଉ ଗୋଟେ ପାଉନି ସେ ଖାଇଲା ପରେ ଏଟା ଖାଇବ ଆଉ ତା ଭାଗ୍ୟର କିଏ ଆଣିଥିଲା ମାଛ କିଏ ଖାଇଲା ଆଉ ସେ ଚଢ଼ିକି କୁଆଡ଼େ ଗଲାନି ଦେଖେ ଟେବୁଲ ଚଢ଼ିକି ପଳେଇଲାନି ଦେଖିବଲି ସେ ହଉ ଦେଖୁ ହଁ ମୁଁ ଯାଉଛି ଜାନି କ'ଣ କରୁଛୁ କରେ କିଛି ଲାଭ ହେଲାନି ମାଛଟା ଆଉ ଯାଇ ହେବନି କାମ କରିବି ମାଛ ନେଇକି ଆସିଥିଲି ପୁରା ଖରାପ ପଡ଼ିଲା ବେକାର ମନ ଖରାପ ହେଇଗଲା ଟୋଟାଲ ଦିଟା ମୁଣ୍ଡ ଆଣିଥିଲି ଯେ ଗୋଟେ ମୁଣ୍ଡ ତା ଖରାପ ଦେଇଦେଇଛି ଆଉ ଘାଟ ହେଇଥାନ୍ତା ବେକାର ହେଇଗଲା ମନ ଦୁଃଖ ଯାହା ହେଉଛି ହେଲା ଦେଖିବା ଆଉ କେତେବେଳେ ନେଇ ଆସିବା ନେଇକି ମାଛ ଆଉ ଯିବା କାମ କରିବା ମାଛ ମୁଣ୍ଡ ଦିଟା ସେ ଦିଟା ନା
ଏ କ'ଣ କରୁଛୁ ଭାଇ? ଏ କାମ ଲାଗିଯାଇଛି ଏଠି। ଦ୍ୱିପହରେ ମାଛ ମୁଣ୍ଡ ଛେଚଡ଼ା ଆଉ ତରକାରୀ ଆଉ। ଏବେ ଶଶୁର ଘରୁ ଆଣିଥିଲି ବଡ଼ି ଆଉ ବଡ଼ି ପଖାଳ ଭାତ। ମୋତେ ଭାତ ଦେ, ପଖାଳ ଧରିକା ବଡ଼ି ଧରିକା ଖାଇବା ଆଇଟମ୍ଟା। ଲେମ୍ବୁ ଥିଲା ଫାଳେ, ସେ ଲେମ୍ବୁ ଫାଳେ ନେଇଯାଇଛି। ଫ୍ୟାନ୍ଟା ଦେ, ଲେମ୍ବୁଟା ଆଣିଲା। ପଖାଳ ତ ବଡ଼ି ଚୁଡ଼ା ଆଉ ଖାଇ ଦେଇକି ପେଟ ଥଣ୍ଡା ପରେ ଯାଇ କାମ ନା ଦେଇ କାମ କରିବି ସେଠି। ସେମାନେ ଆମର ବିଜି ଅଛି, ତା ବାପା ସହିତ କଥା ହେଉଛି। ଏଇଟା ମୋ ଶ୍ୱଶୁର ଘରୁ ବଡ଼ି ଆଣିଥିଲି, ବିରି ବଡ଼ି କରୁଛି। ପଖାଳ ଭାତ, ଲୁଣ, ଲେମ୍ବୁ, ଲଙ୍କା ଆଣିବୁ। ଖାଇଦେବା, ଖାଇଦେଇକି ଯିବା। ଆଉ ଟାଇମ୍ ନାହିଁ ଏବେ ଏଠି ଟିକେ ବସିବାକୁ ବି। 12ଟା ସାଢ଼େ 11 ବାଜିଲାଣି। ଗଲେ ମେସିନ୍ ଚାଲିଛି, ଲେଟ୍ ମେସିନ୍ ଚାଲିଛି। ଖାଲି ଯିବା, ଆସିଲେ ଦ୍ୱିପହରକୁ ମାଛ ମୁଣ୍ଡ ଛେଚଡ଼ା ତରକାରୀ ଖାଇବା ଆଉ। ଅଶାନ୍ତି ହାତେ ଏ ଆମ୍ବଡ଼ା ଗଛରୁ ତଳେ ସକାଳେ ଯାଇଥିଲେ ଆମ୍ବଡ଼ା ଆଣିବାକୁ, ପାଇଥିଲେ ଆମ୍ବଡ଼ା ମିଠା ବଢ଼ିଆ ଲାଗୁଛି। ଗାଡ଼େ ଶିବାନୀ କହୁଛି ଖାଇଛନ୍ତି। ଯିବା, ଖାଇକି ଯିବା। ଏବେ ଲେଟ୍ କରିବାନି ଆଉ। ଧରିକି ଯାଉଥିଲି ଆଉ ତାଳ ଦେଖିଲି ତ, ତାଳ ତ ରହିବନି। ଶିବାନୀ କହୁଥିଲା ତାଳ ଖାଇବା ପାଇଁ, ତାଳ ନେଇକି ଯାଉଛି ଆଉ। 3ଟାକୁ 50 ଟଙ୍କା, 3ଟା ତାଳକୁ 50 ଟଙ୍କା। ଭାଇ କାଟୁଛନ୍ତି ତାଳ। ଭାଇଟା ଖରାପ ହେଇଯାଇଛି ବା, ଜାଣିକି ତମେ ବି ଦେଇଦେଉଛ। ତମେ ଏଇଟା ଫ୍ରିରେ ଦେଇଦେବ ନା? ଖରାପ ନାହିଁ ତାର ଗୋଟେ। ମଇଦା 2ଟା ଧରିକି ଆଇଲି, ଆଗ 3ଟା ନେଇ ଆସିଥିଲି। ଯାଉଛି କମ୍ପାନୀ ଆଉ। ବାଟ ଦେଖିଲି ତ ତାଳ ନେଇକି ଯାଉଛି ଆଉ। କ'ଣ ଏଇଟା ଦେଖିଲୁ? ଏଇଟା କ'ଣ ଏଇଟା ଦେଖିଲୁ? ହଁ, ତତେ ଦିଆଯିବନି। ଚାଲ କହିଥିଲି 50 ଟଙ୍କା 3ଟା। ଗୋଟେ ଖରାପ ପଡ଼ିଥିଲା ଲୋ, ମୁଁ ସେତେ କହିଲି ମୁଁ ଖରାପ ଗୋଟେ ଅଛି, ମୋର କାଟି କାଢ଼ ଦେଉଛ। ସେଇଥିପାଇଁ ଆଉ ଗୋଟେ ଦେଲା। ଏଇଠି 50 ଟଙ୍କା ଥିଲା। ତମ ଗାଁରେ କେତେ? ତମ ଗାଁରେ ଆମ ଗାଁରେ ମାଗଣା ମାଗଣା ଗଛ ପ୍ରବଳ ଆମର ଏଠି। କଟକ ସର 50 ଟଙ୍କା। ଟିକେ କହି ଫୋନ୍ କଲେ। ହଉ ମୁଁ ଯାଉଛି, ତୁ ଖା। ମୋତେ ସିଏ କାଟିକି ଦେଇଛି, ବାହାରିଯିବ ହାତରେ ବାହାରି ଯାଉଛି। ମିକୁ ଖାଇବୁନି? ହଁ ତଣ୍ଟିରେ ଚୋପା ଲାଗିବ, ମୁଁ ତାକୁ ଚୋପା ଛଡ଼େଇକି ଦେବି। ମୁଣ୍ଡଟା